ପିଲାମାନଙ୍କୁ ଏବଂ କିଛି କହିବା ସୁଯୋଗ ପାଇଛି ଏବଂ ସାର୍ ରମେଶ ସାର୍ ସୁକାଶ ସାର୍ଙ୍କୁ ଧନ୍ୟବାଦ ଦିଦିମାନଙ୍କୁ ମଧ୍ୟ। ଆଜିର ଦିନ ଏକ ପବିତ୍ର ଦିନ, କାରଣ ଏହି ଦିନ ସୁଭାଷ ଚନ୍ଦ୍ର ବୋଷ କଟକରେ ଜନ୍ମଗ୍ରହଣ କରିଥିଲେ, ଯାହାଙ୍କର ବୀରତ୍ୱ ତମେ ସମସ୍ତେ ଜାଣିଛ। ପରାଜିତ ସୈନିକମାନଙ୍କୁ ଏକାଠି କରି ବିଦେଶୀମାନଙ୍କ ସହିତ ଲଢ଼ିବା ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା। କୌଣସି କୋଶ୍ଚିନ୍ ଭାରତୀୟମାନଙ୍କ ବିରୁଦ୍ଧରେ ଲେଖା ହୋଇଥିବା ଯୋଗୁଁ ସେ ପରୀକ୍ଷାରେ ଛାଡ଼ି ଦେଇ ଆସିଥିଲେ, ଯାହାକି ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ପୂଜିତ ସହ, କିନ୍ତୁ ସେଇ ଭାରତୀୟମାନଙ୍କ ବିରୁଦ୍ଧରେ ଲେଖା ହୋଇଥିବା ଯୋଗୁଁ ସେ କୋଶ୍ଚିନ୍ର ସେ ଆନ୍ସର ଦେଇନଥିଲେ। ସେ ଆଜି ଆମ ଗହଣରେ ନାହାନ୍ତି ବା ଅଛନ୍ତି, ଆଜି ପର୍ଯ୍ୟନ୍ତ ସନ୍ଦିହାନ ଅବସ୍ଥାରେ ଅଛି। 1945 ମସିହାରେ ଫର୍ମେସ୍ ଠାରେ ଯେଉଁ ବିମାନ ଦୁର୍ଘଟଣା ହେଲା, ସେ ଦୁର୍ଘଟଣାରେ ସେ ମରିଯାଇଛି ବୋଲି ବ୍ରିଟିଶ ସରକାର ଡିକ୍ଲାର କଲା। କିନ୍ତୁ ଜର୍ମାନୀରେ ନେହେରୁଙ୍କ ଭଉଣୀ, ଜବାହରଲାଲ ନେହେରୁଙ୍କ ଭଉଣୀ ବିଜୟଲକ୍ଷ୍ମୀ ପଣ୍ଡିତ ତାକୁ ଦେଖିକି ଆସିଲା ପରେ ତା ଭାଇକି କହିଲା ବେଳେ ତା ଭାଇ ତା ମୁହଁକୁ ଚୁପ୍ ବନ୍ଦ କରିଦେଲା। କିନ୍ତୁ ଆଜି ମଧ୍ୟ